ଜୟ ଜଗନ୍ନାଥ। ସୋରରେ ସ୍ଥାପିତ ହୋଇଥିବା 1939 ମସିହାରୁ ସତ୍ୟାନନ୍ଦ ଉଚ୍ଚ ବିଦ୍ୟାଳୟ ସୋର। ଏଇଠି ମୁଁ 75 ମସିହାରେ ମେଟ୍ରିକ୍ ପାସ୍ କଲି। NCC ନେଇଥିଲି। 2ଟା କ୍ୟାମ୍ପ ଆଟେଣ୍ଡ କରିଛି। ମା ମାଟିକୁ ଭଲ ପାଏ। ଏଠି ଜଗନ୍ନାଥ ଦାସ ମହାପାତ୍ର ଆପଣ ଜାଣିଛନ୍ତି ଶିକ୍ଷାମନ୍ତ୍ରୀ ହେଇଥିଲେ ସୋର ନିର୍ବାଚନ ମଣ୍ଡଳୀ ଜିତିକିରି। କେତେ ବଡ଼ ଏରିଆ ଦେଖନ୍ତୁ, ଭାଷ୍ଟ ଏରିଆରେ ସ୍କୁଲଟି ଅବସ୍ଥାପିତ। କିନ୍ତୁ ଯେଉଁମାନେ ଶିକ୍ଷକ ଶିକ୍ଷିକା ଅଛନ୍ତି ଏମାନେ ଲକ୍ଷେ ଟଙ୍କା ନେଉଛନ୍ତି ଦରମା ପାଖାପାଖି। ତାଙ୍କର ଟିଏ ଇନକ୍ରିମେଣ୍ଟ ଏସବୁ ମିଶିକିରି ସେମାନେ ଲକ୍ଷେ ଟଙ୍କା ପେନ୍ସନ୍ 50,000। କେହି ସ୍କୁଲରେ ରହୁନାହାନ୍ତି କାରଣ ଏମାନେ ଗୁରୁ ନୁହନ୍ତି, ଏମାନେ ମୁଦ୍ରା ରାକ୍ଷସ। ଗୁରୁ କହିବେ କାହାକୁ? କୃଷ୍ଣଙ୍କର ଗୁରୁ ସାନ୍ଦୀପନୀ ଋଷି। କିଏ କହୁଛି ସନ୍ଦୀପନୀ ଋଷି? ସେ ପତ୍ରକୁଡ଼ିଆ ରହୁଥିଲେ। ଏଇ ସ୍ମାର୍ଟ ସିଟି, ସ୍ମାର୍ଟ ସ୍କୁଲ କରିବା ଦ୍ୱାରା ସମସ୍ତେ ବସ୍ତୁବାଦୀ ହେଇଗଲେ, ବାସ୍ତବବାଦୀ ହେଲେ ନାହିଁ। ସତ୍ୟ ଯୁଗରେ ହିରଣ୍ୟକଶ୍ୟପ ରାଜା ଜଣେ ଥିଲେ, ତାଙ୍କ ସ୍ତ୍ରୀ ନାଁ କୟାଧୁ, ବିଷ୍ଣୁ ଭକ୍ତା। କିନ୍ତୁ ହିରଣ୍ୟକଶ୍ୟପ ରାକ୍ଷସ, ମୁଁ ବଡ଼, ମୋତେ ନାରାୟଣ କୁହ। କିନ୍ତୁ କୟାଧୁଙ୍କ ଗର୍ଭରୁ 12 ବର୍ଷର ବାଳକ ନରସିଂହ ଅବତାର ଦେଖେଇଥିଲା ଖମ୍ବରୁ। ଏଇଠି ମୋ ପ୍ରଭୁ ଅଛନ୍ତି। ଦୃଢ଼ କରି ଧରିଥିଲେ କୃଷ୍ଣଙ୍କୁ। କୃଷ୍ଣ 2 ଦିନ ରହିଥିଲେ, ପୁତନା ରାକ୍ଷସୀକୁ ମାରିଲେ। ସ୍ତନରେ ବିଷ ମିଶେଇ କରି ଆସିଥିଲା। ଅଷ୍ଟମଲ ମାରିଲେ, ଅଘାସୁର ବକାସୁର ମାରିଲେ। ମଞ୍ଚାରୁ ପଡ଼ି ମାମୁଁ ମଲା, ମୋତେ ତ ଦୈବ ରଖିଲା। ସମସ୍ତେ ବସ୍ତୁବାଦୀ। ରନ୍ ଆଫ୍ଟର ମନି, ମନି ଓ ମନି ବ୍ରାଇଟର ଦେନ୍ ସନସାଇନ୍, ସୁଇଟର ଦେନ୍ ହନି। ତେଣୁ ଏବେ ସମୟ ଆସି ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଗୋଟେ ବୀଜ ବପନ କରିବେ, ମଞ୍ଜିଟେ। ସୂର୍ଯ୍ୟ ଉତ୍ତାପନ ପାଇଲେ ଗଜା ହେବନି। ତେଣୁ ଆସନ୍ତୁ ସମସ୍ତେ ପୂର୍ବ ଗୁରୁ ପରି ହେବା। ସ୍କୁଲରେ ରହିବା 24 ଘଣ୍ଟା। ସ୍ତ୍ରୀ ପୁତ୍ରଙ୍କୁ ତ୍ୟାଗ କରିବା। ପୁତ୍ର ନିବେଶୀ ପତ୍ନୀ ପାଶେ ଅଥବା ଚଳିବ ସନ୍ନ୍ୟାସ। ସନ୍ନ୍ୟାସ ମାନେ ସତ୍‌ରେ ଲାଗି ରହିବା, ସତ କହିବା। ଇଏ ସଂଘ ସବୁ ଛାଡ଼ନ୍ତୁ। ପ୍ରାଥମିକ ଶିକ୍ଷକ ସଂଘ, ଉଚ୍ଚ ପ୍ରାଥମିକ ଶିକ୍ଷକ ସଂଘ, ମହାବିଦ୍ୟାଳୟ ଶିକ୍ଷକ ସଂଘ, ବ୍ଲକ ଗ୍ରାଣ୍ଟ ସ୍କୁଲ, କଲେଜ, ଇଏ ସବୁ ଛାଡ଼ନ୍ତୁ। 1 ନେସନ୍ 1 ରେସନ୍ 1 ଏଜୁକେସନ୍ କରନ୍ତୁ। ଇନ୍ ସର୍ଚ୍ଚ ଅଫ୍ ଏକ୍ସେଲେନ୍ସ, ଶ୍ରେଷ୍ଠତ୍ୱର ସନ୍ଧାନରେ ବାହାରନ୍ତୁ। ଏବେ ସମୟ ଆସିଲାଣି, ନହେଲେ JNG ବାହାରିଲେଣି 18-29 ବର୍ଷ, ସବୁ ସଫା କରିଦେବେ। ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟ, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କରି ଦୁଃଖ ଭାବ ନମଃ ଜଗନ୍ନାଥାୟ, ନମଃ ବଳଦେବାୟ, ମା ରେବତୀ ମାୟା କି ଜୟ ହଉ। ଗୁରୁ ବଳଦେବ ପାଖକୁ ଆସନ୍ତୁ। କୋଷକ୍ଷେତ୍ରକୁ, ସୋର ବ୍ଲକ, ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ। ଆପଣ ରେବତୀ ମାଙ୍କ ମନ୍ଦିର ଅନ୍ୟ ଆଡ଼େ ପାଇବେନି, କେବଳ ଏଇ ବାଲେଶ୍ୱରରେ ପାଇବେ। ବାଲେଶ୍ୱର ରେମୁଣାରେ କ୍ଷୀରଚୋରା ଗୋପୀନାଥ ବସିଛନ୍ତି। ତେଣୁ ତାଙ୍କରି ନାଁରେ ବାଲେଶ୍ୱର ଜିଲ୍ଲା ହେଇଛି। ଇଏ ଜଗତକୁ ଜ୍ଞାନ ଦେବ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।